ପ୍ରକଳ୍ପଟିର ନାମ ହେଉଛି ସ୍ମାର୍ଟ ରେଳରେ ଜଳସେଚନ। ବିଭିନ୍ନ ଉପାୟରେ ଜଳସେଚନ କରୁଅଛି, ଯଥା ସେଲ ବୋରୱେଲ ତେଣ୍ଡା ସାହାଯ୍ୟରେ ମଧ୍ୟ କରୁଅଛି। ଏହା ଦ୍ୱାରା କିଛି ନା କିଛି ଖର୍ଚ୍ଚ ହେଉଛି, କେଉଁଥିରେ ବିଦ୍ୟୁତ ଖର୍ଚ୍ଚ, କେଉଁଥିରେ ଡିଜେଲ ଖର୍ଚ୍ଚ ହେଉଛି, ନହେଲେ ମନୁଷ୍ୟକୁ ପରିଶ୍ରମ କରିବାକୁ ପଡୁଛି। ମୋର ଏହି ପ୍ରକଳ୍ପ ଦ୍ୱାରା ମନୁଷ୍ୟକୁ କିଛି ଖର୍ଚ୍ଚ ହେବ ନାହିଁ କିମ୍ବା ମନୁଷ୍ୟର ପରିଶ୍ରମ ବ୍ୟର୍ଥ ହେବ ନାହିଁ। ଏହା ହେଉଛି ଏକ ଡ୍ରେନ୍ ଲାଇନ୍। କିଛି ଦୂରରେ ଟ୍ୟୁବୱେଲ୍ ଫିଟିଂ ହୋଇଛି। ଟ୍ୟୁବୱେଲ୍ର ପାଇପ୍ ଗୁଡ଼ିକ ଭୂତଳ ସହ ସଂଯୁକ୍ତ ହୋଇଅଛି। ଟ୍ରେନ୍ ଲାଇନ୍ରେ ଅବତଳ ପାତ ଗୁଡ଼ିକ ଲଗା ହୋଇଛି। ଟ୍ରେନ୍ର ପ୍ରତ୍ୟେକ ବଗିରେ 3ଟି ଲେଖାଏଁ ଫ୍ରି ଚକ ଲଗାଯିବ, ଯାହା ଟ୍ରେନ୍ ଯିବା ସମୟରେ ସେହି ଅବତଳ ପାତକୁ ଦବାଇଲେ ପାଖରେ ଦୂରରେ ଥିବା ଟ୍ୟୁବୱେଲ୍ ଗୁଡ଼ିକର ହ୍ୟାଣ୍ଡେଲ୍ ଉଠପଡ଼ ହେବ ଏବଂ ତାହା ସାହାଯ୍ୟରେ ଭୂତଳ ଜଳକୁ ଉପରକୁ ଉଠାଇ ହେବ। ଏହା ନାଳ ସାହାଯ୍ୟରେ ଚାଷ ଜମିକୁ ଜଳସେଚନ କରିହେବ।